ସୁପ୍ରଭାତ ପିଲାମାନେ। ଆଜି ତମର ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧା ବହିର କବିତା ଭଳି ଏକ ନୀତିବଚନ। ତ ତମର ଅଧ୍ୟାୟ ହେଉଛି 5। ଏଠି କବି ହେଉଛନ୍ତି ରାମକୃଷ୍ଣ ନନ୍ଦ। ବର୍ତ୍ତମାନ ଆମେ ଏଇ ନୀତିବଚନ କବିତା ପଢ଼ିବା ପୂର୍ବରୁ ଆମେ କବିଙ୍କ ବିଷୟରେ କିଛି ଧାରଣା ପାଇବା। କବି ହେଉଛନ୍ତି ରାମକୃଷ୍ଣ ନନ୍ଦ। ରାମକୃଷ୍ଣ ନନ୍ଦଙ୍କର ଜନ୍ମ ହେଉଛି 1906 ମସିହା, ତିରୋଧାନ ହେଇଛି 1994 ମସିହା। ରାମକୃଷ୍ଣ ନନ୍ଦଙ୍କ ଜନ୍ମ କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତର୍ଗତ ବାଇରୋଇ ଗ୍ରାମରେ ହୋଇଥିଲା। ସେ ଜଣେ ବିଶିଷ୍ଟ ଶିଶୁ ସାହିତ୍ୟିକ ଓ ପାଠ୍ୟପୁସ୍ତକ ରଚୟିତା। ଦେଖ ତାଙ୍କର ଫଟୋ ଅଛି। ତ ଆମେ ଯେଉଁ ଆହେ ଦୟାମୟ ବିଶ୍ୱ ବିହାରୀ ପ୍ରାର୍ଥନାଟା ବୋଲୁଛେ, ସେଇଟା ତାଙ୍କ ଦ୍ୱାରା ରଚିତ। ଏହା ବ୍ୟତୀତ ପ୍ରତିଧ୍ୱନି, ସଂଗ୍ରାମ ଓ ସାଧନା, ବିଜ୍ଞାନ କୁହୁକ, ଜୀବନ ତରଙ୍ଗ, ସୁନା ପାହାଡ଼, ଝୁମୁକା ଆଦି ପୁସ୍ତକ ରଚନା କରିଥିଲେ। ଝୁମୁକା କବିତା ସଂକଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ନୀତିବଚନ କବିତାଟି ଝୁମୁକା କବିତା ସଂକଳନରୁ ଆନିତ। ଦେଖ ପିଲାମାନେ, ଆମେ ତ ଜାଣିଲେ ତାଙ୍କ କବିଙ୍କ ବିଷୟରେ, ଜାଣିଲେ ରାମକୃଷ୍ଣ ନନ୍ଦଙ୍କ ବିଷୟରେ। ବର୍ତ୍ତମାନ ତାଙ୍କ ନୀତିବଚନ କ'ଣ ଦେଖିବା। ନୀତିବଚନ କବି ରାମକୃଷ୍ଣ ନନ୍ଦ। ଯତ୍ନ ଅଧ୍ୟବସାୟ ଉଦ୍ୟମ ବଳେ, ଅସାଧ୍ୟ ହୋଇପାରେ ସାଧୁ ଭୂତଳେ। ପ୍ରଥମେ ପିଲାମାନେ ଦେଖ, ତମେ ସ୍ୱର, ତାଳ, ଲୟକୁ ଲକ୍ଷ୍ୟ କରିବ। ତାପରେ ତମେ ଘରେ ଅଭ୍ୟାସ କରିବ, ଆସି ଶ୍ରେଣୀରେ ବୋଲିବ। ତମେ ଅଭ୍ୟାସ ପାଇଁ ତମେ ଘରେ ବାହାରେ ଯେଉଁଠି ତମକୁ ଭଲ ଲାଗିବ ସେଠି ବୋଲିପାର। ଗିରି ପାଷାଣ ଏଡ଼େ କଠିନ ହୋଇ, ଖୋଜିଲେ ତହୁଁ ପୁଣି ଜଳ ଝରଇ। ଥିଲେ ହେ ମାତୃସ୍ତନ ଅମୃତେ ପୂରି, ଯୋକ ପିଅଇ ତହୁଁ ରୁଧିର ଚିରି। ତେସନେ ମନ୍ଦମତି ସର୍ବଦା ଖଳ, ଗୁଣ ନ ଦେଖି ବାଛେ ଦୋଷ କେବଳ। ସାଧୁଜନର ପୁଣ୍ୟ ସଦୁପଦେଶ, ମୂର୍ଖ ନ ବୁଝେ ତାର ମରମ ଲେଶ। କମଳ ବାସ ଯଥା ସୁମନୋହର, ଭେକ କି ବୁଝେ କେବେ ସୁଗନ୍ଧ ତାର। ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି। ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି, ଜୀବନେ ଡରିଥାଏ ଅଙ୍କୁଶ ବାଡ଼ି। ଦେଖ ପିଲେ, ଚିତ୍ର ମାଧ୍ୟମରେ ତମକୁ କେମିତି ଶିକ୍ଷା ଦେଇଛନ୍ତି। ଏଠି ଦେଖ, ଜଣେ ବସିକି କେମିତି ଶିକ୍ଷାଦାନ ଦେଉଛନ୍ତି, ଗୁରୁ ଶିକ୍ଷାଦାନ ଦେଉଛନ୍ତି। ଏଠି ପାହାଡ଼ ପର୍ବତ, ଏଠି ଜଣେ ହାତୀ ଉପରେ ଗୋଟେ ମାହୁନ୍ତ ବସିଛି। ହେଲା, ଆମେ ଏଇ ନୀତିବଚନ ମାଧ୍ୟମରେ ଆମେ ଜାଣିବା ନୀତି ଶିକ୍ଷା। ସେ ଜଣେ ଶିଶୁ ସାହିତ୍ୟିକ ରାମକୃଷ୍ଣ ନନ୍ଦ। କବି ରାମକୃଷ୍ଣ ନନ୍ଦ ଜଣେ ଶିଶୁ ସାହିତ୍ୟିକ। ଦେଖ କ'ଣ ଏଇ ଯତ୍ନ ଅଧ୍ୟବସାୟ ଉଦ୍ୟମ ବଳେ, ଅସାଧ୍ୟ ହୋଇପାରେ ସାଧ୍ୟ ଭୂତଳେ। କ'ଣ ଦେଖ ନା, ଯତ୍ନ ଦ୍ୱାରା, ଅଧ୍ୟବସାୟ, ଉଦ୍ୟମ ସାହାଯ୍ୟ ବା ଚେଷ୍ଟା ବଳରେ ଆମେ ଅସାଧ୍ୟ ସାଧନା କରିପାରିବା। ଅସାଧ୍ୟ ହୋଇପାରେ ସାଧ୍ୟ ଭୂତଳେ। ଏ ପୃଥିବୀ ପୃଷ୍ଠରେ ଆମେ ଯଦି ଯତ୍ନ କରିବା, ଅଧ୍ୟବସାୟ କରିବା, ପଢ଼ିବା, ଚେଷ୍ଟା କରିବା, ଏ ଚେଷ୍ଟା ବଳରେ ଆମେ ଅସାଧ୍ୟ ସାଧନ କରିପାରିବା। ଗିରି ପାଷାଣ ଏଡ଼େ କଠିନ ହୋଇ,
ଖୋଜିଲେ ତହୁଁ ପୁଣି ଜଳଝର। ଗିରି ପାଷାଣ, ଗିରି ଅର୍ଥ ପର୍ବତ। ପିଲେ ଏଇ ପଢ଼ା ମାଧ୍ୟମରେ ଗୀତ ପଦ ମାଧ୍ୟମରେ ତୁମକୁ ପ୍ରଶ୍ନ ଶବ୍ଦର ଅର୍ଥ କହିଦେଉଛି। ଗିରି ହେଲା ପର୍ବତ, ପାଷାଣ ହେଲା ପଥର। ଏଡ଼େ କଠିନ ହୋଇକିରି ପାହାଡ଼ ପଥର ପାହାଡ଼ ବା ପର୍ବତ ଏତେ କଠିନ ହେଲେ ମଧ୍ୟ ସେଇଥିରୁ ଜଳ ଝରୁଛି ବା ନଦୀ ସେଇଥିରୁ ଉତ୍ପତ୍ତି ହେଉଛି। ଖୋଜିଲେ ତହିଁ ପୁଣି ଜଳ ଝରେ। ସେଇଥିରୁ ଆମେ ଜାଣିଛେ ବିଭିନ୍ନ ନଦୀ ଏଇ ପାହାଡ଼ମାନଙ୍କରୁ ଉତ୍ପତ୍ତି ହୋଇଛନ୍ତି, ସେଇଥିରୁ ଝରିକି ସେ ନଦୀ ହୋଇଛନ୍ତି। ଥିଲେ ହେଁ ମାତୃସ୍ତନ ଅମୃତେ ପୁରୀ, ଯୋ କପିୟଇ ତହୁଁ ରୁଧିର ଚିରି। ଆମେ ଜାଣିଛେ ପିଲାମାନେ, ଆମେ ଯେଉଁ ଅମୃତ ମାଆଙ୍କଠୁ ପାଉଛେ ପିଲାଙ୍କ ପାଇଁ, ଶିଶୁ ପାଇଁ, ଯୋଗ କ'ଣ କରେ ସେ ତା ମହତ୍ଵ ନ ବୁଝି ସେ ଚିରିକିରି ରୁଧିର ପିଇବା, କ'ଣ ରକ୍ତ ପିଏ। ତେସନେ ମନ୍ଦମତି ସର୍ବଦା ଖଳ, ଗୁଣ ନ ଦେଖି ବାଛେ ଦୋଷ କେବଳ। ସେହିପରି ଯାହା ପିଲାମାନେ ତେସନ ମାନେ ସେହିପରି ଭାବରେ ମନ୍ଦମତି, ଯାହାର ମତି ବା ମନ ମନ୍ଦ, ସେ ସର୍ବଦା ମନ୍ଦମତି ସର୍ବଦା ଖଳ ବାହାର କରେ। ସେ ଗୁଣ ନ ଦେଖି କେବଳ ଦୋଷ ବାଛେ। ତେଣୁ ଆମେ ଏଠି କ'ଣ ଜାଣିବା? ଏଇ ନୀତିବଚନ ମାଧ୍ୟମରେ ଆମେ ଜାଣିବା, ଆମେ ଜଣଙ୍କର ଦୋଷ ନ ଦେଖି ତାର ଗୁଣ ଦେଖିବା। ଯତ୍ନ ଅଧ୍ୟବସାୟ ବା ଯତ୍ନ କରି ପଢ଼ି ଚେଷ୍ଟା କରି ଆମେ ଅସାଧ୍ୟ ସାଧନ କରିପାରିବା। ତେଣୁ ଆର ପଦ ଦେଖ। ସାଧୁ ଜନର ପୁଣ୍ୟ ସଦୁପଦେଶ, ମୂର୍ଖ ନ ବୁଝେ ତାର ମରମ ଲେଶ। ସାଧୁଜନର ପୁଣ୍ୟ ସଦୁପଦେଶ। ଯେ ସାଧୁ ତାଙ୍କର ଯେଉଁ ଉପଦେଶ ଗୁଡ଼ିକ ପୁଣ୍ୟ, ତାଙ୍କୁ ପାଳିଲେ ଆମର ପୁଣ୍ୟ ହେବ। ପୁଣ୍ୟ ସଦୁପଦେଶ, ସାଧୁଜନ ମାନେ ପୁଣ୍ୟ ଉପଦେଶ ଦିଅନ୍ତି। ଆମେ ଯଦି ସେଇ ପୁଣ୍ୟ ଉପଦେଶ ଆମେ ପାଳନ କରିବା, କିନ୍ତୁ କ'ଣ ହୁଏ? ନ ମାନିକିରି ଆମେ କ'ଣ କରୁ? ମୂର୍ଖ ନ ବୁଝେ ତାର ମରମ ଲେଶ। ସାଧୁଜନ ସବୁବେଳେ ତା ବାଣୀ ବା ତାର ଉପଦେଶ ଗୁଡ଼ିକରେ ପୁଣ୍ୟ ହୁଏ। ପୁଣ୍ୟ ଉପଦେଶ ପୁଣ୍ୟପୂର୍ଣ୍ଣ। ତେଣୁ ଆମେ ସେଇ ଉପଦେଶକୁ ପାଳନ କଲେ ଆମର ପୁଣ୍ୟ ହେବା କଥା। କିନ୍ତୁ ମୂର୍ଖ ତା କଥା ନ ବୁଝି ତାର ମର୍ମ କଥା ସେ ବୁଝିପାରେ, ଲେଶ ତ ଟିକିଏ ବି ବୁଝେ ନାହିଁ। କମଳ ବାସ ଯଥା ସୁମନୋହର, ଭେକ କି ବୁଝେ କେବେ ସୁଗନ୍ଧ ତାର। କମଳ ଅର୍ଥ ପଦ୍ମ, କମଳ ବାସ ପଦ୍ମ ବାସ କରେ, ଯଥା ସୁମନୋହର। ପଦ୍ମ ଆମେ ଜାଣିଛେ ଯେ ପଙ୍କରୁ ଜନ୍ମ। ପଦ୍ମ ବହୁତ ସୁନ୍ଦର ଦେଖାଯାଏ, କିନ୍ତୁ ଭେକ ଅର୍ଥ ହେଲା ବେଙ୍ଗ। ଭେକ କି ବୁଝେ ଯେ କେବେ ସୁଗନ୍ଧ ତାର। କମଳ ବାସ ଯଥା ସୁମନୋହର, ଦେଖିବାକୁ ସୁନ୍ଦର ଏବଂ ତାର ବାସ୍ନା ଅଛି, କିନ୍ତୁ ବେଙ୍ଗ ସେଇଠି ଥାଇ, ସେ କାଦୁଅରେ ଥାଇକି ତା ସୁଗନ୍ଧ ସେ ଜାଣିପାରେ ନାହିଁ। ତେଣୁ କ'ଣ ଭଲ ଇଏଟା ତାକୁ ଜଣାପଡ଼େ ନାହିଁ। କମଳ ବାସ ଯଥା ସୁମନୋହର, ଭେକ କି ବୁଝେ କେବେ ସୁଗନ୍ଧ ତାର। ତାପରେ କ'ଣ ହେଲା? ପର ଅଧୀନ ହୋଇ ରହେ ଯେ ପ୍ରାଣୀ, ଅସରନ୍ତି ଯାତନା ପାଏ ସେ ଜାଣି। ଆମେ ପର ଅଧୀନରେ ଯିଏ ରହିବ, ସେଇ ପ୍ରାଣୀ କ'ଣ? ସବୁବେଳେ ଯାତନା କଷ୍ଟ, ଅସରନ୍ତି, ଯାହା ସରିବନି, ସବୁବେଳେ ଖାଲି ଯାତନା ପାଉଥିବା, କଷ୍ଟ ପାଉଥିବ ପର ଅଧୀନରେ ଯିଏ ଥାଏ। ଆମେ ଯେଉଁ ଜାଣିଛେ, ଆମେ ସ୍ୱାଧୀନତା ହେଲେ ଯେ ଆମ ଦେଶ ଯେଉଁ ଇଂରେଜ ଅଧୀନରେ ଥିଲା, ଆମେ ସବୁବେଳେ କଷ୍ଟ ପାଉଥିଲେ, ଆମେ କଷ୍ଟ ଦେଉଥିଲେ। ତେଣୁ ଆମେ ଜାଣିଲେ ଯେ ପର ଅଧୀନରେ ରହିଲେ ସବୁବେଳେ ଜଣେ ଯାତନା ବା କଷ୍ଟ ପାଇବ। ହାତୀ ପରାଏ ଜନ୍ତୁ ବନ୍ଧନେ ପଡ଼ି, ଜୀବନେ ଡରି ଥାଏ ଅଙ୍କୁଶ ବାଡ଼ି। ଏତେ ବଡ଼ ଜନ୍ତୁ ହେଲା ହାତୀ,
କେତେ ବଡ଼ ଜନ୍ତୁ ଦେଖ, ହାତୀ ଉପରେ ମାହୁତ ବସିଛି, ସିଏ ଗୋଟେ ଧରିଛି ଅଙ୍କୁଶଟେ। ହାତୀ ପରାଏ ଜନ୍ତୁ ବନ୍ଧନରେ ପଡ଼ି, ସେ ବନ୍ଧନରେ ପଡ଼ି, ବନ୍ଧନରେ ବାନ୍ଧି ହେଲା ଭଳିଆ ଅଛି। ଜୀବନେ ଡରିଥାଏ ଅଙ୍କୁଶ ବାଡ଼ି, ବାଡ଼ି ଯେଉଁ ଅଙ୍କୁଶ ଥାଏ, ଯେତେବେଳେ ସେ କଥା ନ ମାନେ ସେ ଅଙ୍କୁଶଟି ତା ମୁଣ୍ଡକୁ କେଞ୍ଚି ଦିଏ। ତେଣୁ ସେ କଥା ମାନେ ଏତେ ବଡ଼ ଜନ୍ତୁ ହେଲେ ମଧ୍ୟ ସେ ଅଙ୍କୁଶ ଦ୍ୱାରା ବନ୍ଧନ ହେଇକିରି ଅଛି। ତାପରେ ଦେଖ ଏଠି ଦେଖ ରାଜା, ଦେଖ ରାଜା କେମିତି ଜିତିଛନ୍ତି। ଦେଶ ଜିଣିଲେ ରାଜା ଲବଇ ଖ୍ୟାତି, ବୀର ସମର ଜିଣି ରଖେ କିରତି। ରାଜା ଯେତେବେଳେ ଦେଶ ଜିତିବେ, ଦେଶ ଜିତିବେ, ଖ୍ୟାତି ଲାଭ କରିବେ, ତାଙ୍କ ପ୍ରଶଂସା ତାଙ୍କ ସହିତ ଗାଇବେ। ବୀର ସମର ଜିଣି ରଖେ କିରତି, ସେ ବୀର ଭାବରେ ଯୁଦ୍ଧ କରି ସେ ତାର କୀର୍ତ୍ତି ରକ୍ଷା କରେ, ତା ଯଶ ରକ୍ଷା କରେ। ଦେଶ ଜୟ କରି ରାଜା ତାର ଖ୍ୟାତି ସହିତ ଯୁଦ୍ଧ କରି, ଦେଶ ଜୟ କରି ଯୁଦ୍ଧ କରି, ଜିଣି ବା ଜିତି, ସେଇ ରାଜା ବୀର ତାର କୀର୍ତ୍ତି ଅର୍ଜନ କରେ ବା ତା ଖ୍ୟାତି ଲାଭ ଚାରିଆଡ଼େ ପ୍ରଚାର ହୁଏ। ନିଜ ହୃଦୟ ଯେହୁ ପାରଇ ଜିଣି, ସଂସାରେ ସେହି ବୀର ମୁକୁଟମ। ଏଇ ରାଜାଙ୍କ ବିଷୟରେ କୁହାଯାଇଛି। ନିଜ ହୃଦୟ ଯେହୁ ପାରଇ ଜିଣି, ସଂସାରେ ସେହି ବୀର ମୁକୁଟ ପ୍ରାଣୀ। ନିଜ ହୃଦୟକୁ, ଯେ ଅନ୍ୟର ହୃଦୟକୁ ଜିତି ପାରେ, ସଂସାର ସେହି ଏକା ବୀର। ସେ ବୀର ଏବଂ ମୁକୁଟ ମଣି, ରାଜାଙ୍କ ମୁକୁଟ ପିନ୍ଧନ୍ତି। ସେ ଯିଏ ନିଜ ହୃଦୟକୁ, ଅନ୍ୟ ହୃଦୟକୁ ଜିତି ପାରେ, ସେ ଅନ୍ୟ ହୃଦୟକୁ ଜିତେ, ସେ ତା ବୀର ସାଙ୍ଗେ ସମାନ। ତାପରେ ଏଠି ଦେଖ ଥିଲେ ହେ ପୁରୀ ରୂପ ରଙ୍ଗ ସୁବାସେ, ଚମ୍ପକ କୁସୁମ କି ଭ୍ରମର ଦେଖ, ଥିଲେ ହେ ପୁରୀ ରୂପ ରଙ୍ଗ ସୁବାସେ, ଚମ୍ପକ କୁସୁମ କି ଭ୍ରମର। ଦେଖ ବାମ ପାର୍ଶ୍ୱରେ ଗୋଟେ ଅଛି ଚମ୍ପା ଫୁଲ ଗଛ। ଦେଖିବାକୁ ତାର ରୂପ ଭଲ, ରଙ୍ଗ ଭଲ, ବାସ ହେଲେ ମଧ୍ୟ କ'ଣ ହୁଏ, ସେଇଥିରେ ବି ଭ୍ରମର ବସେ ନାହିଁ। କ'ଣ ପାଇଁ ବସେ ନାହିଁ? ମହକ ଯେଣୁ ତାର ଉତ୍କଟତି, ଭ୍ରମେ ଭ୍ରମର ଦିନେ ନ ଯାଏ କତି। ରୂପ ଅଛି, ରଙ୍ଗ ଭଲ, ବାସ ଭଲ, କିନ୍ତୁ ଉତ୍କଟ ହେଲେ କହ ଯୋଗୁ ଭ୍ରମେ ଭ୍ରମର ଦିନେ ନ ଯାଏ କତି। ଭ୍ରମରେ ବା ଭୁଲରେ, ଭଁର ବା ଭ୍ରମର ତା କତିକି ଯାଏ ନା, ତା ପାଖକୁ ଯାଏ ନାହିଁ। କୋଟିଏ ଗୁଣ ମଧ୍ୟେ ଗୋଟିଏ ଦୋଷ, ସୁଧା କଳସେ ବିଷ ବିନ୍ଦୁ ସଦୃଶ। ତେଣୁ ମଣିଷ କ୍ଷେତ୍ରରେ କହୁଛି କ'ଣ, କୋଟିଏ ଗୁଣ ଥିଲେ, ଗୋଟିଏ ଗୁଣ ମଧ୍ୟରେ ଗୋଟିଏ ଦୋଷ। ଯଦି ବହେ ଗୁଣ ଥିବ, ତା ସହିତ ଯଦି ଗୋଟେ ଟିକେ ଦୋଷ ଥିବ, ସୁଧା ଜଳରେ ବିଷ ବିନ୍ଦୁ ସଦୃଶ। ଅମୃତ ହେଲେ ଭଲ ତରକାରୀଟେ ହେଇଥିବ, ବହୁତ ଇଏ ହେଇଥିବ, ଟିକେ ନାକୁ ଯଦି ଗୋଟେ ପଡ଼ିଗଲା, ବିଷ ସାଙ୍ଗେ ସମାନ ହେଇଗଲା। ତେଣୁ ଯଦି ଭଲ, ଯଦି ତୁଳା ହେଇଛି, ଯଦି ସୁଧା କଳସରେ ପୂର୍ଣ୍ଣ ଅମୃତ ଥିଲେ ମଧ୍ୟ ଯଦି ଟିକେ ବିଷ ପକାଇଦେବ, ସେ ତାର ସମ୍ପୂର୍ଣ୍ଣ ବିଷ ହେଇଯିବ। ତେଣୁ ଏଇ ପିଲାମାନେ, ତୁମେ ଏଇ ନୀତି ବଚନ ଦ୍ୱାରାକୁ ତୁମେ ନିଜେ ପାଳି ତୁମ କାର୍ଯ୍ୟରେ ଲଗେଇଲେ ତୁମେ ବି ଭଲ ମଣିଷ ହେଇପାରିବ। ତେଣୁ ପିଲାମାନେ, ତୁମେ ଏଇ ଯେଉଁ ଆମେ ଗୀତଟି ବା କବିତାଟି, ନୀତି ବଚନମୂଳକ କବିତାଟି ଆମେ ପାଠ କଲେ ତୁମକୁ ନିଶ୍ଚିତ ଭଲ ଲାଗିଥିବ। ତେଣୁ ତୁମକୁ କହିବାକୁ ଆଗରୁ କହିଛି, ଏବେ ମଧ୍ୟ କହୁଛି, ତୁମେ ଆମ ଏଇ KN ଓଡ଼ିଆ କ୍ଲାସେସ୍ ୟୁଟ୍ୟୁବ୍ ଚ୍ୟାନେଲକୁ ତୁମକୁ ସ୍ୱାଗତ ଜଣାହେଇଛି। ସୁପ୍ରଭାତ ମାଧ୍ୟମରେ ତୁମେ ଜାଣିଥିବ ଏବଂ ଏଇଟାକୁ ତୁମ ସାଙ୍ଗସାଥି, ବନ୍ଧୁବାନ୍ଧବ ଏବଂ ପରିବାରରେ ତୁମେ ୟାକୁ ସେୟାର କରିବ, ସବସ୍କ୍ରାଇବ୍ କରିବ ଏବଂ ସେମାନଙ୍କୁ ମଧ୍ୟ କହିବ ସେ ସେୟାର କରିବେ, ସବସ୍କ୍ରାଇବ୍ କରିବେ। ତେଣୁ ଆଗାମୀ ଭିଡ଼ିଓରେ ତୁମର ପ୍ରଶ୍ନ ଉତ୍ତର ଯେଉଁ ଅଛି, ଆମେ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ଧନ୍ୟବାଦ।